ମୋ ନଣନ୍ଦର ସ୍ୱାମୀ ମୋତେ ଥରେ କିପରି ଗେହିଁ ମୋ ବିଆକୁ ପୁରା ଓଲୁ କରିଦେଇଥିଲେ ଏବଂ ପୁରା ମୋ ବିଆକୁ ଦରଜ କରିଦେଇଥିଲେ, ସେହି ବିଷୟରେ ମୁଁ ଆଜି ଆପଣଙ୍କୁ এই ଭିଡ଼ିଓରେ କହୁଛି। ଆପଣ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୋର ନାମ ରୋଜି, ମୋର ବୟସ ପାଖାପାଖି 36 ହେବ। ମୋ ସ୍ୱାମୀ ହାଇଦ୍ରାବାଦରେ ଚାକିରି କରନ୍ତି, ତେଣୁ ମୁଁ ଏକୁଟିଆ ଏବଂ ମୋର ଶାଶୁ ଆମେ 2 ଜଣ ହିଁ ଘରେ ରହୁ। ମୋର ପିଲାପିଲି ହେଇନାହିଁ, ତେଣୁ ଆମେ 2 ପ୍ରାଣୀ ଶାଶୁ ଏବଂ ବୋହୂ ଘରେ ରହୁ। ତେଣୁ ଆମ ଘରର ଯେତିକି ଅସୁବିଧା ସୁବିଧା କଥା ସବୁ ଆମ ନଣନ୍ଦର ସ୍ୱାମୀ, ଯାହାକୁ ଆମେ ଆମ ଭାଷାରେ ନଣଦେଇ କହୁ, ସେଇ ନଣଦେଇ ସବୁ କଥା ବୁଝନ୍ତି। ହାଟ ବାଟ ପାଖରୁ ଆରମ୍ଭ କରି ଯାହା ବି କିଣିବା ପାଇଁ ପଡ଼େ ସବୁ ନଣଦେଇ ବୁଝନ୍ତି। ମୁଁ ଦେଖିବାକୁ ଖୁବ୍ ସୁନ୍ଦରୀ ଏବଂ ମୋର ପୂର୍ବରୁ ଗୋଟେ ବଦଭ୍ୟାସ ରହିଛି ଯେ ସପ୍ତାହକୁ ଥରେ ଗିଆଁ ନ ଖାଇଲେ ମୋର ବିଆ ଶାନ୍ତି ପାଏ ନାହିଁ। ମୋତେ ରାତିରେ ଭଲ ଭାବରେ ନିଦ ହୁଏ ନାହିଁ ଏବଂ ମୁଁ ବେଧି ଦେଖିବାକୁ ଏତେ ସୁନ୍ଦରୀ ଯେ ଥରେ ମୋତେ ଯିଏ ଦେଖିବ ଏବଂ ମୋତେ ତାକୁ ଗେହିବାକୁ ବା ସେ ମୋତେ ଗେହିବାକୁ ତାର ପ୍ରବଳ ଆଗ୍ରହ ହେବ। ତ ନଣଦେଇ ତ ପୁରୁଷ ଲୋକ, ତେଣୁ ସେ ମୋତେ ଦେଖୁଥାନ୍ତି। ମୋର ମଜାରେ ମଜାରେ କେତେବେଳେ ମୋ ରୂପର ସୁନ୍ଦରତା ବର୍ଣ୍ଣନା ବି କରନ୍ତି ଏବଂ ତାଙ୍କ କଥାରୁ ମୋତେ ଜଣାପଡ଼ୁଥାଏ ଯେ ସେ କେବେ ସୁଯୋଗ ପାଇଲେ ମୋତେ ନିଶ୍ଚିତ ନିର୍ଦ୍ଧୁମ ଭାବରେ ଗେହିବେ। ମୁଁ ମଧ୍ୟ ସୁଯୋଗ ପାଇପାରୁନଥାଏ, କାରଣ ମୋ ସ୍ୱାମୀ ବାହାରେ ରୁହନ୍ତି। ମୋ ବିଆ ବହୁତ ଦିନ ହେଲା ଗିଆଁ ଖାଇନାହିଁ, ତେଣୁ ମୁଁ ଅପେକ୍ଷାରେ ଥାଏ ଯେ ସେ ଦିନ କେବେ ଆସିବ। ତ ଥରେ କ'ଣ ହେଇଛି ନା, ଗୋଟିଏ ପର୍ବରେ ମୋ ନଣଦେଇ ଆମ ଘରକୁ ଆସିଥିଲେ ଏବଂ ନଣନ୍ଦ ମଧ୍ୟ ସାଙ୍ଗରେ ଆସିଥିଲେ। କିନ୍ତୁ ନଣନ୍ଦର ପିଲାପିଲି ପାଠ ପଢ଼ିବେ, ତେଣୁ ନଣନ୍ଦ ଗୋଟିଏ ଦିନ ପରେ ଚାଲିଗଲେ। କିନ୍ତୁ ସେହି ସମୟରେ କ'ଣ ହେଲା ନା, ଶାଶୁର ଦେହ ଖରାପ ହୋଇଗଲା। ତେଣୁ ନଣଦେଇ ଶାଶୁକୁ ନେଇ ଡାକ୍ତରଙ୍କ ପାଖକୁ ଗଲେ ଏବଂ ଆମର ଗାଁ, ତେଣୁ ଏଠାରେ ଗାଁରେ ସେମିତି ଭଲ ଡାକ୍ତର ନାହିଁ। ତେଣୁ ସେ କ'ଣ କଲେ ନା, ଶାଶୁକୁ ନେଇ କଟକ ଗଲେ। କିନ୍ତୁ ମୋ ନଣନ୍ଦ ତାଙ୍କ ପିଲାପିଲିକି ନେଇ ଘର ପାଖକୁ ଚାଲିଗଲେ। ରାତ୍ରି ପାଖାପାଖି 8ଟା ହେବ। ସେହି ସମୟରେ କ'ଣ ହେଲା ନା, ମୋ ନଣଦେଇ ମୋ ଶାଶୁକୁ ନେଇ ଆମ ଘରେ ପହଞ୍ଚିଲେ ଡାକ୍ତର ଦେଖାଇ ସାରି। ତେଣୁ ମୁଁ ମଧ୍ୟ ନଣଦେଇକୁ ଅଟକାଇଲି ଯେ ଆଜି ଘରକୁ ଯାଉ ନାହିଁ, କାଲି ସକାଳେ ଚାଲିଯିବ। ଶାଶୁ ମଧ୍ୟ କହିଲେ, ତେଣୁ ବାଧ୍ୟ ହୋଇ ନଣଦେଇ ସେଦିନ ଆମ ଘରେ ରାତିରେ ରହିଗଲେ। ରାତ୍ରି ପାଖାପାଖି 10ଟା ହେବ। ଆମେ ସମସ୍ତେ ଖାଇ ପିଇ ଶୋଇଲୁ ଏବଂ ନଣଦେଇ କ'ଣ କଲେ ନା, ଶାଶୁର ଯେଉଁ ମେଡ଼ିସିନ ସବୁ ଆସିଥିଲା ସେ ମେଡ଼ିସିନ ବିଷୟରେ ତାଙ୍କୁ ଭଲକି ବୁଝେଇ ଦେଲେ ଏବଂ ସେଇ ମେଡ଼ିସିନ ମଧ୍ୟରେ ତାଙ୍କର ନିଦ ଟ୍ୟାବଲେଟ୍ ମଧ୍ୟ ଥିଲା। ତେଣୁ ଶାଶୁ ଔଷଧ ଖାଇସାରିଲା ପରେ ଏବଂ ଯେହେତୁ ସେଥିରେ ନିଦ ଟ୍ୟାବଲେଟ୍ ଥିଲା, ଅଧଘଣ୍ଟା ଭିତରେ ଶାଶୁର ପୁରା ନିଘୋଡ଼ ନିଦ ହୋଇଗଲା। ନଣଦେଇ ଆଉ ଗୋଟିଏ ରୁମ୍ରେ ଶୋଇଥିଲେ। ଶୋଇବାର ଅଧଘଣ୍ଟା ପରେ ମୁଁ ବେଧି କ'ଣ କଲି ନା, ଆଉ ରାତିରେ ଶୋଇପାରିଲି ନାହିଁ। ନଣଦେଇ ପାଖରୁ ଗିଆଁ ଖାଇବାକୁ ମୋର ପ୍ରବଳ ଆଗ୍ରହ ହେଲା। ତେଣୁ କ'ଣ କରିବି, ଗୋଟିଏ ବୁଦ୍ଧି ପାଞ୍ଚି ପରିସ୍ରା କରିବା ବାହାନାରେ ମୁଁ ବାଥରୁମକୁ ଗଲି। ବାଥରୁମରେ ଭଲକି ଧୁଆଧୁଇ ହୋଇ ମୁଁ କ'ଣ କଲି ନା, ସାହସ କରି ନଣଦେଇଙ୍କ ରୁମ୍କୁ ପଶିଗଲି ଏବଂ ନଣଦେଇକୁ ପଚାରିଲି, କୁହନ୍ତୁ ଆପଣଙ୍କର ପାଣି ଫାଣି ଦରକାର ଅଛି କି? ହାତରେ ଗୋଟେ ପାଣି ବୋତଲ ନେଇ ମୁଁ ଯାଇଥାଏ। ନଣଦେଇ ନିଦ ହେଇନଥିଲା, ସେ ମୋବାଇଲ ଦେଖୁଥିଲେ। ବୋଧହୁଏ ମୋତେ ଲାଗିଲା ସେ ବୋଧେ ମୋବାଇଲରେ କ'ଣ ଖରାପ ଜିନିଷ ଦେଖୁଥିଲେ।
ତ ସେହି ସମୟରେ ଯେତେବେଳେ ମୁଁ ପାଣି ନେଇ ପହଞ୍ଚିଗଲି, ତାଙ୍କର ହାବଭାବ ମଧ୍ୟ ମୋତେ ଟିକେ କେମିତି ଅଡ଼ୁଆ ଅଡ଼ୁଆ ଲାଗିଲା। ସେ କ'ଣ କଲେ ନା ହଁ ଟିକେ ପାଣି ଦିଅ କହି ପାଣି ବୋତଲ ଧରିବା ବାହାନାରେ ସେ ମୋ ହାତକୁ ଧରି ଟାଣିଦେଲେ ଏବଂ ମୁଁ ସିଧା ତାଙ୍କ ଉପରେ ଲୋଟି ପଡ଼ିଲି। ସେ କହିଲେ, ଭାଉଜ ତୁମେ କ'ଣ ଖରାପ ଭାବିଲ କି? ମୁଁ ଏମିତି ମଜାରେ ଟାଣି ଦେଇଥିଲି। ମୁଁ କହିଲି, ନା, ଖରାପ କାହିଁକି ଭାବିବି। ତାପରେ ସେ କହିଲେ, ଭାଉଜ ଗୋଟେ କାମ କର, ଟିକେ ଏଇଠି ପାଖରେ ବସ। ମୁଁ କହିଲି, କାହିଁକି? ଆଜି ନଣନ୍ଦ ନାହାନ୍ତି ବୋଲି କ'ଣ ତୁମର ନିଦ ହେଉନାହିଁ? ସେ କହିଲେ, ଆରେ ନଣନ୍ଦ ନ ରହିଲେ କ'ଣ ହେଲା, ତୁମେ ତ ଶଳା ଭାଉଜ ଅଛ, ତୁମକୁ ନେଇ ଆଜି କାମ ଚଳେଇଦେଲେ କେମିତି ହୁଅନ୍ତା। ମୁଁ ଟିକେ ମୁରୁକି ହସିଦେଲି। ସେ ଜାଣିନେଲେ ଯେ ମୋ ଆଡ଼ୁ କିଛି ବିରୋଧ ନାହିଁ। ତେଣୁ ସିଧା ମୋତେ ସେ କ'ଣ କଲେ ନା ଜାକି ଧରିଲେ। ପ୍ରଥମେ ଟିକେ ମୁଁ ମନା କରିଥିଲି, କିନ୍ତୁ ତାଙ୍କ କୁଣ୍ଢେଇବାରେ ମୁଁ ମଧ୍ୟ ଆଉ ମନା କଲି ନାହିଁ। ସେ ଆସ୍ତେ ଆସ୍ତେ କ'ଣ କଲେ ନା ମୋ ବ୍ଲାଉଜର ବଟନକୁ ଖୋଲିଲେ। ମୋର ସୁନ୍ଦର ବଡ଼ ବଡ଼ ଦୁଧ ଦୁଇଟିକୁ ଧରି ମୁଠେଇବାକୁ ଲାଗିଲେ ଏବଂ କିଛି ସମୟ ମୁଠେଇ ସାରିଲା ପରେ ସେ କ'ଣ କଲେ ନା ତାଙ୍କ ପାଟିରେ ମୋ ଦୁଧର ମୁଣ୍ଡିକୁ ଚୁମୁଚିବାକୁ ଲାଗିଲେ। ମୁଁ ପୁରା ଗରମ ହୋଇଯାଇଥିଲି। ମୁଁ ସେତେବେଳକୁ ମୋର ଅବସ୍ଥା କହିଲେ ନ ସରେ। ମୁଁ କ'ଣ କଲି ନା ତାଙ୍କୁ ମଧ୍ୟ ଚୁମା ମାରିବାକୁ ଆରମ୍ଭ କଲି। କିଛି ସମୟ ଏମିତି କଣ୍ଡାକଣ୍ଡି ଚୁମାଚୁମି ହେଇସାରିଲା ପରେ ସେ କ'ଣ କଲେ ନା ମୋ ଶାଢ଼ୀକୁ ଟେକି ମୋ ବିଆରେ ହାତ ବୁଲାଇଲେ। କହିଲେ, ଭାଉଜ ତୁମ ବିଆ କେତେ ସୁନ୍ଦର ହେଇଛି। ଭାଇ ନାହାନ୍ତି ବୋଲି ତୁମ ବିଆ ଗୁଡ଼ିକ ପୁରା ଟାଣ ହେଇ ରହିଛି। ତୁମ ଦୁଧ ଗୁଡ଼ିକ ମଧ୍ୟ ପୁରା ଟାଣ ହେଇ ରହିଛି। ମୁଁ କହିଲି, ହଁ, ସେ ତ ବର୍ଷକୁ କେବେ କେବେ ଆସୁଛନ୍ତି, ତେଣୁ ମୋର ଅବସ୍ଥା କହିଲେ ନ ସରେ। ସେ କହିଲେ, ଆରେ ଦୁଃଖ କର ନାହିଁ, ମୁଁ ଅଛି ଯେତେବେଳେ ତୁମର କୌଣସି ବି ଅସୁବିଧା ହେବ ନାହିଁ। ଆଜି ପାଖରୁ ତୁମକୁ ଗେହିବା ଦାୟିତ୍ୱ ମୋର। ଏଇ କଥା କହି ସେ କ'ଣ କଲେ ନା ମୋ ବିଆରେ ତାଙ୍କ ମୁହଁ ମାରିଦେଲେ ଏବଂ ନିର୍ଘାତ ଭାବରେ ମୋ ବିଆକୁ ଚାଟିବାକୁ ଲାଗିଲେ। କିଛି ସମୟ ଚାଟି ସାରିଲା ପରେ ସେ କ'ଣ କଲେ ନା ତାଙ୍କ ଲୁଙ୍ଗିଟିକୁ ଖୋଲିଦେଇ ସମ୍ପୂର୍ଣ୍ଣ ଉଲଗ୍ନ ହୋଇଗଲେ। ତାଙ୍କର ସେ ଉଲଗ୍ନ ଚେହେରା ଦେଖି ସାରିଲା ପରେ ମୋ ଦେହ ପୁରା ଶୀତେଇ ଉଠିଲା। ମୁଁ ଆଉ ନିଜକୁ ସମ୍ଭାଳି ପାରିଲି ନାହିଁ। ତାଙ୍କର ସେଇ ଲମ୍ବା ଲମ୍ବା ବାଣ୍ଡକୁ ପାଟିରେ ନେବାକୁ ମୋର ପ୍ରବଳ ଇଚ୍ଛା ହେଲା। ମୁଁ କ'ଣ କଲି ନା ବସି ପଡ଼ିଲି ଏବଂ ବସି ପଡ଼ି ତାଙ୍କର ଲମ୍ବା ଲମ୍ବା ବାଣ୍ଡକୁ ଚୁମୁଚିବାକୁ ଲାଗିଲି। ନିର୍ଘାତ ଭାବରେ 5ରୁ 7 ମିନିଟ୍ ପର୍ଯ୍ୟନ୍ତ ଚୁଚୁମି ଚାଲିଲି। ତାପରେ ଦେଖିଲି ହାଲକା ହାଲକା ତାଙ୍କ ବାଣ୍ଡରୁ ପାଣି ବାହାରିଲା। ତାପରେ ସେ କ'ଣ କଲେ ନା ମୋତେ ସିଧା ତାଙ୍କ ପଲଙ୍କ ଉପରେ ଶୋଇଦେଲି ଏବଂ ମୋର 2 ଟାଙ୍ଗକୁ ଟେକି ପୁଣି ସେ ଚାଟିବାକୁ ଲାଗିଲେ ମୋ ବିଆକୁ। 5ରୁ 7 ମିନିଟ୍ ଚାଟି ସାରିଲା ପରେ ସେ କ'ଣ କଲେ ତାଙ୍କର ଲମ୍ବା ବାଣ୍ଡକୁ ମୋ ବିଆ ଭିତରେ ପୁରେଇଲେ। ନିର୍ଘାତ ଭାବରେ 5ରୁ 7 ମିନିଟ୍ ପର୍ଯ୍ୟନ୍ତ ସେ ଗେହିଁ ଚାଲିଲେ। ତାଙ୍କ ଗିଆଁ ଖାଇ ମୋ ବିଆ ପୁରା ଶାନ୍ତି ହୋଇଯାଉଥିଲା। ମୁଁ ଭାବୁଥିଲି ମୋ ସ୍ୱାମୀ ଅପେକ୍ଷା ମୋ ନଣଦେଇ ମୋତେ ଆହୁରି ସୁନ୍ଦର ଗେହୁଛନ୍ତି। ତାଙ୍କ ପାଖରୁ ଗିଆଁ ଅଧିକ ମାତ୍ରାରେ ଖାଇବା ପାଇଁ ମୁଁ ମଧ୍ୟ ତାଙ୍କୁ ଟିକେ ସହଯୋଗ କଲି। ମଝିରେ ମଝିରେ ତାଙ୍କ ଦେହରେ ହାତ ବୁଲାଉଥାଏ ଏବଂ ତାଙ୍କୁ ଆହୁରି ଗେହିବା ପାଇଁ ପ୍ରବର୍ତ୍ତଉଥାଏ। ତାପରେ 5ରୁ 7 ମିନିଟ୍ ପର୍ଯ୍ୟନ୍ତ ଗେହି ସାରିଲା ପରେ ମୁଁ ଦେଖିଲି ତାଙ୍କ ବାଣ୍ଡରୁ ସବୁ ଯାକ ରସ ବାହାରିଗଲା ଏବଂ ମୁଁ କହିଲି, ଆରେ କ'ଣ କଲ, ସବୁ ରସ ମୋ ବିଆ ଭିତରେ ଛାଡ଼ିଦେଲ? ସେ କହିଲେ, କିଛି ଅସୁବିଧା ନାହିଁ,
ତମେ ମୋ ରସକୁ ନେଇଛ, ତମର ତ କିଛି ପିଲାପିଲି ହେଉନଥିଲା, ଦେଖାଯାଉ ଯଦି ପିଲାପିଲି ହୁଏ। ଏହି କଥା କହି ସେ କ'ଣ କଲେ ନା ପୁନର୍ବାର ମୋ ବିୟାକୁ ଛାଟିବାକୁ ଲାଗିଲେ। ମୁଁ ମଧ୍ୟ କ'ଣ କଲି ନା ତାଙ୍କ ଭାଣ୍ଡକୁ ନିର୍ଦ୍ଧୁମ ଭାବରେ ହଲେଇଲି। କିଛି ସମୟ ହଲେଇ ସାରିଲା ପରେ ପୁନର୍ବାର ତାଙ୍କ ଭାଣ୍ଡ ଷ୍ଟ୍ରଙ୍ଗ ହେଇଗଲା। ସେ ପୁନର୍ବାର ମୋତେ ଘେହିଲେ। 10ରୁ 15 ମିନିଟ୍ ପର୍ଯ୍ୟନ୍ତ ଘେହିଲେ। ସେଦିନ ଆମେ ରାତି 2ଟା ପର୍ଯ୍ୟନ୍ତ ଏମିତି ଘିଆଁ ଘେଇଁ ହେଇଥିଲୁ। 2 ଥର ସେ ମୋତେ ରାତିର ଘେହିଥିଲେ ଏବଂ ତାଙ୍କ ଭାଣ୍ଡରୁ ରସ ସବୁ ମୋ ବିୟା ଭିତରେ ଛାଡ଼ି ଦେଇଥିଲେ। ଇଏ ଥିଲା ମୋ ନଣନ୍ଦେଇ କିପରି ମୋତେ ଘେହିଥିଲେ, ମୁଁ ସେଇ ବିଷୟରେ ଆପଣଙ୍କୁ ଡିଟେଲ୍ସ କହିଲି। ଏହାପରେ ନଣନ୍ଦେଇ ମୋତେ ପ୍ରବଳ ମାତ୍ରାରେ ବହୁତ ଥର ଏମିତି ଘେହିଛନ୍ତି। ଏସବୁ କଥା ମୁଁ ଏ ଚ୍ୟାନେଲରେ ଆପଣମାନଙ୍କୁ କହିବି। ଆପଣମାନେ ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିବେ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଇଏ ଥିଲା ରୋଜିର ଘିଆଁ ଘେଇଁ କାହାଣୀ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।